ହାରିଗଲେ ବର୍ଷା ପ୍ରିୟଦର୍ଶିନୀ। ନିଜ ଆଖି ଆଗରେ ଭାଙ୍ଗିଗଲା ସଂସାର, ସବୁ ସ୍ୱପ୍ନ ହୋଇଗଲା ଚୁନା ଚୁନା। ଅଧୈର୍ଯ୍ୟ ହୋଇପଡ଼ିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଆଜି ଥିଲା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲାଙ୍କର ନିର୍ବନ୍ଧ। ବର୍ଷାଙ୍କ ଆଖିରୁ ସୁଖୁନି ଲୁହ। ଦର୍ଶକ ବନ୍ଧୁ, ଯେଉଁ ଅନୁଭବ ମହାନ୍ତିଙ୍କୁ ବର୍ଷା ପ୍ରିୟଦର୍ଶିନୀ ଏତେ ଭଲ ପାଉଥିଲେ, ଯାହାଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ, ଆଜି ବର୍ଷା ଅନୁଭବଙ୍କ ସମ୍ପର୍କରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନୁଭବ ମହାନ୍ତି ନୂଆ ଜୀବନ ଆରମ୍ଭ କରୁଥିବାରୁ ବେଶ ଖୁସି ଥିବା ବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଦିନେ ଅନୁଭବ ମହାନ୍ତି ବର୍ଷାଙ୍କୁ ପାଗଳ ଭଳି ଭଲ ପାଉଥିଲେ। ଦିନେ ଅନୁଭବ ମହାନ୍ତି ବର୍ଷାଙ୍କୁ ବେଶ ଖୁସିରେ ରଖିଥିଲେ। ହେଲେ ସମୟ ସବୁ କିଛି ବଦଳେଇ ଦେଇଛି। ଏବେ ଅନୁଭବ ମହାନ୍ତି ଜାଗୃତି ଶୁକ୍ଲାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆଉ ବର୍ଷା ଅନୁଭବ ମହାନ୍ତିଙ୍କୁ ନିଜର କରିବାକୁ ଶତ ଚେଷ୍ଟା କରି ବି ହାରି ଯାଇଛନ୍ତି। ହଁ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କୁ ନିଜର କରିବାକୁ କେତେ ଚେଷ୍ଟା କରିଥିଲେ। ଏକା ଏକା ଲଢ଼ିଥିଲେ, କୋର୍ଟ ଦୌଡ଼ିଥିଲେ, ଆଉ ସବୁ ପରେ ବି ବର୍ଷା ହାରି ଯାଇଛନ୍ତି। କାରଣ ଅନୁଭବ ମହାନ୍ତି ଏବେ ଜାଗୃତି ଶୁକ୍ଲାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯେଉଁ ଜାଗୃତିଙ୍କ ନାମରେ ଅନୁଭବ ମହାନ୍ତିଙ୍କ ନାମ ଯୋଡ଼ା ଯାଉଥିଲା, ତାହା ହିଁ ବାସ୍ତବତାର ରୂପ ନେଇଛି। ଆଉ ଏମିତିରେ ଏବେ ଲୋକେ କହୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭାଙ୍ଗି ପଡ଼ିଥିବେ। କାରଣ ଅନୁଭବ ମହାନ୍ତିଙ୍କୁ ବର୍ଷା ବେଶ ଅଧିକ ଭଲ ପାଉଥିଲେ, ଅନୁଭବ ମହାନ୍ତିଙ୍କର ଯତ୍ନ ନେଉଥିଲେ। ଆଉ ଅନୁଭବ ମହାନ୍ତି ମଧ୍ୟ ଅତୀତରେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ। ହେଲେ ସମୟ ସବୁ କିଛି ବଦଳାଇ ଦେଇଛି। ସମୟ ସବୁ କିଛି ଅଲଗା ଅଲଗା କରିଦେଇଛି। ତେବେ ଦର୍ଶକ ବନ୍ଧୁ, କୁହାଯାଉଛି ଯେ ଅନୁଭବ ଓ ଜାଗୃତି ଶୁକ୍ଲାଙ୍କର ନିର୍ବନ୍ଧ ସରିଛି। ଏହା କେତେ ଦୂର ଠିକ ତାହା ତ ସାମ୍ନାକୁ ଆସିନି। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ କେଉଁ ଯୋଡ଼ି ବେଶ ଅଧିକ ଭଲ ଲାଗେ, ବର୍ଷା ଅନୁଭବ ନା ଜାଗୃତି ଅନୁଭବ? ଆମକୁ କମେଣ୍ଟ ମାଧ୍ୟମରେ ଲେଖି ନିହାତି ଜଣାନ୍ତୁ।